মধ্যে তমগুণ সম্পন্ন হবে সে মনুষ্য। ମାଙ୍କଡ଼ରେ ଯେଉଁମାନେ ଆସିବେ ତମଗୁଣ ସମ୍ପନ୍ନ, ସିଂହରେ ଯେଉଁମାନେ ପରବର୍ତ୍ତୀ ଜଣେ ମନୁଷ୍ୟ ଦେହ ପ୍ରାପ୍ତ ରଜଗୁଣ ସମ୍ପନ୍ନ, ମୁଡ୍ ଅଫ୍ ପ୍ୟାସନ୍, ଆଉ ଏ ମୁଡ୍ ଅଫ୍ ଇଗ୍ନୋରାନ୍ସ। ଆଉ ଯେଉଁମାନେ ଗୋରୁରୁ ପରବର୍ତ୍ତୀ ଜଣେ ମନୁଷ୍ୟ ଦେହ ପ୍ରାପ୍ତ ହେବେ ମୁଡ୍ ଅଫ୍ ଗୁଡନେସ୍, ସତ୍ୱଗୁଣ ସମ୍ପନ୍ନ। ଏଠାରେ ଦେଖନ୍ତୁ ମଜାର କଥା, 4 ଲକ୍ଷ ପ୍ରକାର ମନୁଷ୍ୟ ଦେହ, କିନ୍ତୁ ଏମାନେ ଯଦିଓ ଗୋରୁରୁ ମନୁଷ୍ୟ ଦେହ ଯେତେ ପ୍ରାପ୍ତ ହେଉଛନ୍ତି ମାନେ ସତ୍ୱଗୁଣ ସମ୍ପନ୍ନ ମାନେ ନିରୀହ ହେଲେ ବି ପୂର୍ବଜନ୍ମରେ ସେମାନେ ପଶୁ ଥିଲେ, ବର୍ତ୍ତମାନ ସେ ମନୁଷ୍ୟ ଦେହ ପ୍ରାପ୍ତ ହେଇଛନ୍ତି। ତେଣୁ ସେମାନଙ୍କ ଚେତନା ସବୁ କେମିତିଆ ଚେତନା ନା ଅତି ଲୋ ଚେତନା, ପଶୁ ଭଳି ଚେତନା। ତିନି ଗୁଣମାନଙ୍କ ମଧ୍ୟରୁ ତମ ଗୁଣ ସମ୍ପନ୍ନ ହେବେ।